रे महांती बुढ़ा मुई रे चाला बुढ़ा मुई रे महांती बुढ़ा मुई रे देखे मुई चतुरा चालक महांती नाम मरा तुझे लेखे मुई चतुरा चालक महांती नाम मरा मोते जितला पोके नहीं रे चालक बुढ़ा मुई रे महांती बुढ़ा मुई 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 रे मोर साइड व्यापार तुका जरा करती मुई थरा के थरा एक एक करो मोर साइड व्यापार तुका जरा करती मुई थरा के थरा ताल चले पड़ला हो मन नजर रे दिन है ठीक चार फसल अंधार पका बड़ा जाने मुई दया थरा ताता नहीं अच्छा बड़ा करे मुई दया धर ताना नहीं मोटे चितला पोके नहीं ले चालक बुढ़ा मुई रे महंती बुढ़ा मुई रे 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 उठे लगा मु किंतु लोक सुख देखी सही पारेनी मु एमती फुंक मारे बेले बेले महाभारत सृष्टि हुए बुझिले तो सब कथा छाणा मो बुद्धि विवेक बोला मो भौणी मायावती को मु राजा घर रे विवाह देती बुझिले तो सब कथा छाण मो भौणी घर को जाइकी खजा मिठा टिके खाई आसिकी तो ता माने खाई आसिकी आ कौन କିଛି ବି ଲड़ा ନାଇଁ ମତେ
বন্ধু চলাক মহান্তি। নমস্কার বন্ধু, নমস্কার নমস্কার নমস্କାର। ଆପଣ ଭଲରେ ଅଛନ୍ତି ତ? ହଁ ମୁଁ ବହୁତ ଭଲରେ ଅଛି। ତମେ କେମିତି ଅଛ ବା? ମୁଁ ପୁରାପୁରି ଭଲରେ ଅଛି ବନ୍ଧୁ। ଆଚ୍ଛା, ହେଲେ ବନ୍ଧୁ ଏ ଟିକେ ଆଗରୁ କଣ ନିଜକୁ ନିଜେ ଏମିତି ଗଣଗଣ ହଉଥିଲା କହିଲ ଟିକେ? ଆପଣ ତ ମୋ କଥା ଜାଣିଛନ୍ତି, ମୁଁ ମନେ ମନେ ଗୁନ ଗୁନ କରୁଥାଏ। ଆଚ୍ଛା, ଆପଣ ତ ଜାଣିଛନ୍ତି ଆଉ। ହେଲେ ବନ୍ଧୁ ବନ୍ଧୁ ଆପଣ ତ ମତେ କଣ ହେ ବନ୍ଧୁ ଶୁଣ, ତମେ କେମିତି ବୁଲାବୁଲି କରି ସମୟ ନଷ୍ଟ କରିବ ନା ନିଜକୁ ଆଉ କିଛି ଭାବିଛ? ଆପଣ କିଛି ଭାବିବନି ବନ୍ଧୁ ପାଇଁ, ତାମାନେ ମୁଁ କଣ ଭାବିବି ବନ୍ଧୁ? ଶୁଣ, ମୁଁ ତୁମକୁ ଗୋଟେ କଥା କହିବା ପାଇଁ ଚାହୁଁଛି। କହନ୍ତୁ ବନ୍ଧୁ। ମୋ କଥା ଯଦି ତମେ ରାଜି ହେଇଯିବ ତାହେଲେ ତମେ ରାତାରାତି କୋଟିପତି ହେଇଯିବ। ପନି ଗଲିରେ ଗୋପାଲ ଭାଇ ଭାଇ ଜାଣିଛୁ ଭାଇ ଜାଣିଛୁ ଭଉଣୀ ଆମକୁ ନା ବିକ୍ରମ କଥାକୁ ମାନିବାକୁ ପଡିବ। ଆରେ ଭାଇ ତୁ ଯଦି ମୋ କଥା ରଖିବୁନି ତାହେଲେ ମୁଁ ଫାଶୀ ଖୁଣ୍ଟରେ ଫାଶୀ ନେଇକି ମରିଯିବି ଭାଇ, ମରିଯିବି। ଦେଖ ବନ୍ଧୁ ଦେଖ, ଶୁଣ ବନ୍ଧୁ, ତମେ ଯଦି ମୋ କଥା ନ ମାନିବ ତାହେଲେ ତମ ଭଉଣୀଟା ଆତ୍ମହତ୍ୟା କରିଦେବେ। ହଁ ଭାଇ ହଁ। ଆପଣଙ୍କ କଥା ମୁଁ କଣ ନ ମାନିଛି ବନ୍ଧୁ? ହେଲେ ଶୁଣ, ତମେ ଭଲ ଭାବରେ ଜାଣିଛ ସୁବର୍ଣ୍ଣପୁର ରାଜା ସୁରେନ୍ଦ୍ର ସେନ, ରାଜା ସୁରେନ୍ଦ୍ର ସେନଙ୍କ ମୋ ସାନ ଭାଇ, ମୋ ନାଁଟା ହଉଛି ବିକ୍ରମ ବିକ୍ରମ ସେନ। ବୁଝିଲେ ଭଲ, ନ ବୁଝିଲେ ମୁଁ ଥୋଲାଟା ଶଇତାନଟା। ଆପଣଙ୍କୁ ଜାଣିଛି ବନ୍ଧୁ, ଜାଣିଛି। ହେଲେ ଶୁଣ, ଯୋଉ ରାଜକାରଖାନା ଭିତରେ ଲାଲ ସାମନ୍ତ ରାୟ ବୋଲି ଗୋଟାଏ ବନ୍ଦୀ ଗୃହ ଭିତରେ ଭର୍ତ୍ତି ହେଇଅଛି, ତା ବିଚାର କରିବା ପାଇଁ ମୁଁ ତୁମ ପାଖକୁ ଆସିଛି। ମୋ ବଡ଼ ଭାଇ ତାକୁ ଆଜୀବନ କାରାଦଣ୍ଡ ପାଇଁ ତାକୁ ଦଣ୍ଡିତ କରିଛନ୍ତି, କିନ୍ତୁ ମୁଁ ମୋ ନିଜ ସ୍ୱାର୍ଥ ପାଇଁ ତାକୁ ରାଜକାରଖାନା ଦଣ୍ଡ ଭିତରୁ ମୁଁ ବାହାରକୁ ବାହାର କରିବାକୁ ଚାହେଁ। ଭଉଣୀ ଜାଣିଛୁ ଭାଇ ଜାଣିଛୁ, ସେଥିରେ ବି ମୁଁ ବି ସ୍ୱାର୍ଥ ଅଛି। ସବୁ କଥା ହେଲା ଯେ ହଁ ଭାଇ ସେ ବନ୍ଧୁ ଘରର ଚାବିଟା କେ ଆଣିବ ବନ୍ଧୁ? ବନ୍ଦୀ ଗୃହର ଚାବିଟା ତମ ଭଉଣୀ ମାୟାବତୀ ଆଣି। ହଁ ଭାଇ ହଁ। ଜାଣିଛୁ ନା ବନ୍ଦୀଗୃହ ଚାବି ଭିତରେ ଆଣିବଟା ଏ ମାୟାବତୀର ବାହାତର ଖେଳ। ହେଲେ ତ ବନ୍ଧୁ ଖେଳଟା ଜମିଲା। ହେଲେ ଶୁଣ, ହୁସିଆରରେ କାମ କରିବାକୁ ପଡ଼ିବ। ହେଲା, ଏମିତି କାମ କରିବ ମୋ ବଡ଼ ଭାଇ ସୁରେନ୍ଦ୍ର ସେନ ଯେମିତି ଏ କଥା ଯେମିତି ନ ଜାଣେ। ବିଲକୁଲ ଜାଣିବେନି। ବିକ୍ରମ ଭାଉଜ, ଏ ବିକ୍ରମ ହଁ ଭାଉଜ, ଜାଣିଛ ମୋ ଭାଇ ନା କେବେ ମଧ୍ୟ କାର୍ଯ୍ୟରେ ଅବହେଳା କରିବନି। ହଁ ଜାଣିଛି ଭାଉଜ। ହେଲେ ଶୁଣ, ହଁ ତମ ବଡ଼ ଭାଇକୁ ବୁଝେଇ ଦିଅ, ମୋ କାର୍ଯ୍ୟରେ ଯଦି ଅବହେଳା ହେଲା ତା ତଣ୍ଟି ଚିପି ଶେଷ କରିଦେବି। ବିକ୍ରମ ତମେ ତ ଜାଣିଛ ମାୟାବତୀର ମରାମତି ହେଲେ ଶୁଣ, ଏଠି ସମୟ ଡେରି ନ କରି ଚାଲ ଆମ କାର୍ଯ୍ୟରେ ଆମେ ଲାଗି ପଡ଼ିବୁ। ବନ୍ଧୁ ଭଉଣୀ ଯିବା ଭାଉଜ ଶୁଣ, ଏଇ ଯେ ତମ ଭାଇକୁ ନେଇ ସେଇ ବନ୍ଦ କାରାଗାରର ଚାବିକା ତାକୁ ଦେଇଥିବ। ଚାଲ ତମେ, ମୁଁ ତମ ପଛରେ ଆସୁଛି। ବିକ୍ରମ ହଁ ଭାଉଜ, ତାହେଲେ ମୁଁ ଆସୁଛି। ଠିକ ଅଛି ଭାଉଜ। ଚାବି ମିଳିଥିଲା ନା ମୁଁ ଆଣିକି ତମ ହାତରେ ଧରେଇ ଦେବି। ଠିକ ଅଛି ଭାଉଜ। নাই
ଏଥର ବିକ୍ରମ ସେନର ଖେଳଟା ବର୍ତ୍ତମାନ ଆରମ୍ଭ ହେଲା। ଦରକାର ନାହିଁ ମୋ ଭାଇ, କେବଳ ମତେ ଦରକାର এই ସୁବର୍ଣ୍ଣପୁରର ରାଜବାଟୀ। ଆଉ ଯଦି ରାଜବାଟୀଟା ମୋ ହାତକୁ ନ ଆସେ, ଦରକାର ପଡ଼ିଲେ ମୋ ଭାଇ ସୁରେନ୍ଦ୍ର ସେନକୁ ସବୁଦିନ ପାଇଁ ରାମ ନାମ ସତ୍ୟ ହେ କରିଦେବି। ଏଥର ବିକ୍ରମ ସେନର ଖେଳଟା ଆରମ୍ଭ ହେଲା।